ଭୁବନେଶ୍ୱର ରାଜ୍ୟ ଗୃହ ଓ ନଗର ଉନ୍ନୟନ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଶ୍ରୀମତୀ ଉଷା ପାଢ଼ୀ ତାଙ୍କ ସରକାରୀ ଜିଲ୍ଲା ଗସ୍ତର ଦ୍ୱିତୀୟ ଦିନରେ ଜଗତସିଂହପୁରରେ ନିର୍ମାଣାଧୀନ ମଡେଲ ବସ୍ ଟର୍ମିନାଲର ନିର୍ମାଣ ସ୍ଥଳ ପରିଦର୍ଶନ କରିଛନ୍ତି। 16 କୋଟି ଟଙ୍କାର ଆନୁମାନିକ ମୂଲ୍ୟରେ ବିକଶିତ ହେଉଥିବା ଏହି ପ୍ରକଳ୍ପ ଲକ୍ଷ ଲକ୍ଷ ଯାତ୍ରୀଙ୍କ ଯାତାୟାତ ଅଭିଜ୍ଞତାକୁ ଉଲ୍ଲେଖନୀୟ ଭାବରେ ବୃଦ୍ଧି କରିବା ପାଇଁ କଳ୍ପନା କରାଯାଇଛି। ତାଙ୍କ ସହିତ ଜଗତସିଂହପୁରର କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ଜେ ସୋନୱାଲ, ଅତିରିକ୍ତ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ସମ୍ବିତ କୁମାର ରାଉତ, ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ରବି ନାରାୟଣ ଜେଠି, ଜଗତସିଂହପୁର ପୌରପାଳିକାର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂ ଏବଂ ଜିଲ୍ଲା ପ୍ରଶାସନର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଏହି ପ୍ରକଳ୍ପ ପରିଦର୍ଶନ ସମୟରେ ଶ୍ରୀମତୀ ପାଢ଼ୀ ଭିତ୍ତିଭୂମି ଯୋଜନା ଏବଂ କାର୍ଯ୍ୟାନ୍ୱୟନ ଉପାଦାନଗୁଡ଼ିକ ଘନିଷ୍ଠ ସମୀକ୍ଷା କରିଥିଲେ। ସେ ଟର୍ମିନାଲର ଦୀର୍ଘକାଳୀନ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ସୁସଂଗଠିତ ପରିଚାଳନା ଏବଂ ରକ୍ଷଣାବେକ୍ଷଣ O&M ବ୍ୟବସ୍ଥାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ। ମୁଖ୍ୟ ସୁପାରିଶଗୁଡ଼ିକ ମଧ୍ୟରେ ସ୍ଥାନୀୟ ଉଦ୍ୟୋଗକୁ ପ୍ରୋତ୍ସାହିତ କରିବା ପାଇଁ ବାଣିଜ୍ୟିକ ଦୋକାନ ସ୍ଥାନ ଯୋଗାଇବା, ବୈଦ୍ୟୁତିକ ଯାନ EV ଚାର୍ଜିଂ ଷ୍ଟେସନ ପ୍ରତିଷ୍ଠା ଏବଂ ସ୍ୱଚ୍ଛ ଏବଂ ସ୍ଥାୟୀ କାର୍ଯ୍ୟାନ୍ୱୟନ ପାଇଁ ସୌରଶକ୍ତି ପ୍ରଣାଳୀର ସମନ୍ୱୟ ଅନ୍ତର୍ଭୁକ୍ତ ଥିଲା। ତାଙ୍କର ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ ଦଳଗୁଡ଼ିକ ଦ୍ୱାରା ସକାରାତ୍ମକ ଭାବରେ ସ୍ୱାଗତ କରାଯାଇଥିଲା, ଯେଉଁମାନେ ପରାମର୍ଶଗୁଡ଼ିକୁ ତୁରନ୍ତ ଅନ୍ତର୍ଭୁକ୍ତ କରିବାର ପ୍ରତିଶ୍ରୁତି ଦେଇଥିଲେ। ଶ୍ରୀମତୀ ପାଢ଼ୀ ସମଗ୍ର ଓଡ଼ିଶାରେ ନାଗରିକ ଅନୁକୂଳ, ଶକ୍ତି ଦକ୍ଷ ଏବଂ ସୁପରିଚାଳିତ ସହରାଞ୍ଚଳ ପରିବହନ ସୁବିଧା ନିର୍ମାଣ ପାଇଁ ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏହି ଗସ୍ତ ମଡେଲ ବସ୍ ଟର୍ମିନାଲର ସମୟୋଚିତ ବିତରଣ ଏବଂ ଗୁଣାତ୍ମକ ଉନ୍ନତି ଉପରେ ଗୁରୁତ୍ୱାରୋପ କରିଥିଲା। ଏହାକୁ ଜଗତସିଂହପୁରର ଉନ୍ନତ ସହରାଞ୍ଚଳ ଗତିଶୀଳତାକୁ ସହଜ କରିବା ପାଇଁ ଏକ ଆଧୁନିକ ହବ୍ ଭାବରେ ପରିଗଣିତ କରାଯାଇପାରେ। ସମୃଦ୍ଧ ଓଡ଼ିଶାରୁ ରଜତ ମହାପାତ୍ରଙ୍କ ରିପୋର୍ଟ।